ଆଜିର କାହାଣୀ ସିଂହର ନା ଗଧ। ବହୁତ ଦିନର କଥାଟି। ଆଗିକାଲେ ଧୋବାମାନେ ରଜା ଘର କପଡ଼ା କାଚିବାର ଲାଗି ରହୁଥିଲେ ଯେ ସେମାନେ ଗଧ ଗୁଟି ଗୁଟି ପୋଷୁଥିଲେ। ଗଧ ଯେନ୍ତା ମଇଲା କପଡ଼ାର ବୋଝ ବୁହି ପାରବା ହେନ୍ତାର କେନ୍ସି ପଶୁ ବୁହି ନେଇ ପାରନ୍। ତ ଗୁଟେ ଗାଁ ଥି ଗରିବ ଧୋବାଟେ ରହୁଥିଲା। ତାର ଗୁଟେ ଗଧ ଥିଲା। ହେଲେ ସେ ଗଧକେ ପୋଷବାର ଲାଗି ତାକେ ବେଶୀ ଅସୁବିଧା ହେଉଥିଲା। ତାର ଗଧ ବି ବହୁତ ଖଟୁଥିଲା। ହେଲେ ତାର ଖଟବାର ହିସାବେ ତାହାକେ ହେତକି ଖାଦ୍ୟ ନେଇ ମିଲୁଥିଲା। ଗଧଟା ଚରି ବୁଲି ଖାଇବାର ଲାଗି ଧୋବାର ପାଖେ କିଛି ଜମି ବାଡ଼ି ବି ନେଇ ଥିଲା। ଯେ ବିଚରା ଗଧ ଦୁସରା ଲୋକର ଜମି ବାଡ଼ି ଥି ଲୁକି ଚୁରି ଚରୁଥିସି। କେବେ ପେଟ ପୁରେ ନେଇ ପୁରେ। ଏନ୍ତା ଖାଦ୍ୟର ଅଭାବ ନୁ ଗଧ ଆଜିରୁ ନା କାଲିରୁ ନା ହେଇକରି ସୁଖୀ ସୁଖୀ ବେମରିଆ ହେଇଗଲା। ଇଟା ଦେଖିକରି ଧୋବାର ଚିନ୍ତା ବଢ଼ିଗଲା। ସେ ଭାବସି ମୋର ଗୁଟେ ବୋଲି ଗଧ, ସେ ଯଦି ସୁଖୀ ସୁଖୀ ମରିଯିବା ହେଲେ ମୁଇଁ କେନ୍ତା କରମି। ରଜା ଘରୁ ବୁଚକା ବୁଚକା କପଡ଼ା କିଏ ବୁହି ଆନବା। ଏନ୍ତା ଚିନ୍ତା କରୁ କରୁ ଧୋବା ବୁଦ୍ଧିଟି ପାଞ୍ଚଲା। ଧୋବାର ପାଖେ ସିଂହ ଚମଡ଼ାଟେ ଥିଲା। ଯେ ସବୁଦିନ ସଞ୍ଜ ହେଇଗଲେ ସେ ଗଧକେ ସିଂହର ଚମଡ଼ା ବାନ୍ଧି ଦେଇକରି ଛାଡ଼ି ଦେଉଥିଲା। ଗଧ ବିଚରା ଆରାମ ସେ ଲୁକର ଚାଷ ଜମି ଥି ଚରୁଥିଲା। ଚାଷୀମାନେ ବି ଦେଖିକରି ଗଧକେ ସିଂହ ଭାବି ଖେଦବେ କାଣା ଡରେ ମରେ ଜୀବନ ଧରି ପଲଉଥିଲେ। ଗଧ ବି ଆରାମରେ ଚରି ବୁଲି କରି ଧୋବାର ପାସକେ ଆସୁଥିଲା। ଏନ୍ତା କିଛି ଦିନ ଗଲା ପରେ କିଛି ମାସ ବି କଟିଗଲା। ଗଧ ଖାଇ ପିଇ କରି ମୋଟା ସୁଟା ହେଇଗଲା। ବେଶ ତାଜା ଦେଖାଗଲା। ଦିନେ ସିଂହ ଚମଡ଼ା ଉଡ଼ିଥିବାର ଗଧ ଜଣକର ଜମିନେ ଯାଇକରି ଫସଲ ଖାଉଥିଲା। ଏନ୍ତା ସମିଆ ଥି ଟିକେ ଦୂରିଆନୁ କେତେଟା ଗଧ ଚରୁଥିଲେ। ସେମାନେ ସିଂହ ରୂପୀ ଗଧକେ ଦେଖିକରି ଗଗେଇ ବସଲେ। ଯେତେ ହେଲେ ବି ଜାତିର ଭାଇମାନେ ତାଙ୍କର ଗଗାବାର ଦେଖିକରି ସିଂହ ରୂପୀ ଗଧ ବି ହେନ୍ତା ଗଗେଇ ବସଲା। ଇଟା ଶୁନିକରି ଜମି ମାଲିକ ବାଡ଼ି ଗୁଟେ ଧରିକରି ଧାଇଁ ଆସିଲା। ଦେଖୁଛେ ଯେ ଗଧମାନେ ତ ରଢ଼ୁଛନ୍, ସିଂହ ବି ଗଧ ଏନ୍ତା ରଢ଼ୁଛେ। ଇଟା ଦେଖିକରି ଜମି ମାଲିକକେ କିଛି ଅଛପା ନେଇ ରହେଲା। ସେ ରାଗେ ଥରଥର ହେଇକରି ସିଂହ ରୂପୀ ଗଧକେ ନିର୍ଘାତିଆ ପିଟତେଲ ନେଲା। ବିଚରା ଗଧ ପଟ କରି ମରିଗଲା। ଇ କାହାଣୀନୁ ଶିକ୍ଷା ଆମେ ଯେନ୍ତା ଅଛୁଁ ହେନ୍ତା ଠିକ ଅଛୁଁ। ଛଲ କପଟ କରି କେଭେ କାହାରିର ମଙ୍ଗଲ ନେଇ ହୁଏ।